हाय फ्रेंड्स जय जगन्नाथ मु आरती आपण मानक स्वागत करछु गोटे नुआ फ्रेश मिनी ब्लॉग को। तो आजिरो रेसिपी हैला हमर पियाज संडार पिठो जोटा मु गोटे पखाल थाली बनैथिली। तो सेइथिरे रेसिपीटा मु ऐड करथिली किंतु मोर गोटे सांग मते पचारथिला केमिति बनैछु कोन कोन पकेछु ताको डिटेल्स रे कह। सेति पई मु आज इस वीडियो टी आनिछि। तो प्रथमे पियाज संडा और आलू को छोट छोट भाबे काटि नेथिली। अल्प किछि अरुआ चाउल बतुर नेथिली। अरुआ चाउल बतुरला परे ताको गोटे ग्राइंडिंग जार रे दे देथिली। ସେଥିରେ ଅଦା, ଜିରା ଆଉ କଞ୍ଚା ଲଙ୍କା ପକେଇକି ତାକୁ ଗୋଟେ ପେଷ୍ଟ କରିଦେଇଥିଲି। ଏବେ ପେଷ୍ଟକୁ ଗୋଟେ ଜାଗାକୁ କାଢି ନେଇଛି। ତା ଦେହରେ ମୁଁ ଏବେ ଆଡ୍ କରିଦଉଛି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ଅଳ୍ପ କିଛି ବେସନ ଆଉ ଏସବୁକୁ ପକେଇକି ଭଲ ଭାବେ ଗୋଳେଇ ନେବି। ଏବେ ବ୍ୟାଟରରେ ମୁଁ କାଟିକି ରଖିଥିବା ପିଆଜ ସଣ୍ଡା ଆଉ ଆଳୁକୁ ପକେଇ ନେବି। ତାକୁ ପୁଣି ଥରେ ତା ସହିତ ମିଶେଇକି ଭଲ ଭାବେ ଗୋଳେଇ ନେବି। ଆଉ ମୁଁ ଲାଷ୍ଟକୁ ଲୁଣଟା ପକେଇଲି କାରଣ ଯେହେତୁ ପିଆଜ ସଣ୍ଡା ଆଉ ଆଳୁରୁ ପାଣି ବାହାରିବ ଆଗତୁରିଆ ପକେଇଦେଲେ ପିଆଜ ସଣ୍ଡା ଆଉ ଆଳୁରୁ ପାଣି ବାହାରିକି ବ୍ୟାଟରଟା ବହୁତ ପାଣିଆ ହେଇଯିବ। ଯଦି ଲୁଣ ପକେଇଲା ପରେ ଆପଣମାନଙ୍କୁ ଟିକେ ପାଣିଆ ଲାଗିବ ବ୍ୟାଟର ତାହେଲେ ଆଉ ଟିକେ ବେସନ ବି ଆଡ୍ କରିଦେଲେ ଚଳିବ। ତ ଏଠି ଦେଖନ୍ତୁ ମୋର ଏଠି ଲୁଣ ପକେଇକି ପୁଣି ଥରେ ତାକୁ ଭଲ ଭାବେ ଗୋଳେଇ ନଉଛି। ଗୋଳେଇ ସାରିଲା ଭିତରେ ଏଠି ମୁଁ ତାୱା ବସେଇ ଦେଇଥିଲି। ତାୱା ଗରମ ହେଲା ପରେ ଅଳ୍ପ କିଛି ତେଲ ନେଇଯାଇଛି। ତେଲ ନେଇକି ତାକୁ ଭଲ ଭାବେ ଚାରିଆଡେ ସ୍ପ୍ରେଡ କରି ନେଇଛି। ଆଉ ଆପଣ ଚାହିଁଲେ ଆ ଦେହରେ ଆଳୁକୁ ବି ସ୍କିପ୍ କରିପାରିବେ। ଅଲଗା କିଛି ଭେଜିଟେବୁଲ ବି ପକେଇ ପାରିବେ କିଛି ଅସୁବିଧା ନାହିଁ। କିନ୍ତୁ ଆଳୁ ପକେଇଲେ ଛୁଆମାନଙ୍କୁ ଭଲ ଲାଗେ। ଛୁଆମାନେ ଯେହେତୁ ଆଳୁ ଖାଉଛନ୍ତି ତ ମୁଁ ସେଥିପାଇଁ ଟିକେ ଆଳୁ ପକେଇ ଦେଇଛି ଯାହା ଦ୍ୱାରା ଟିକେ କ୍ରିସ୍ପି ଲାଗିବ ଆଉ ଭଲ ଲାଗିବ। ଆଉ ମାନେ ଏଇଟା ଖାଇଲେ ଲାଗିବ ଯେ ଆପଣ ପିଆଜି ଯେମିତି ଖାଉଛନ୍ତି ସେଇ ଟାଇପର ଯେହେତୁ ପିଆଜ ସଣ୍ଡା ରହୁଛି ପିଆଜର ଫ୍ଲେଭର ହିଁ ଆସିବ। ତ ମୁଁ ତାକୁ ଗୋଲ ଗୋଲ ସେପ୍ ଦେଇକି ଏବେ ତାୱାରେ ସବୁତିକ ପକେଇ ନେଇଛି। ଆଉ ଅଳ୍ପ କିଛି ତେଲ ଉପରେ ଏବେ ଘୁରେଇ ନେବା। ତାପରେ ଆମେ ଘୋଡଣି ଟିକେ ଦେଇଦବା କାରଣ ତା ଭିତରେ ଯେମିତି ଆଳୁ ଆଉ ପିଆଜ ସଣ୍ଡା ଭଲ ଭାବେ ସିଝିଯିବ। ଆଉ ତଳ ପଟଟା ପୁରା କ୍ରିସ୍ପି ହେଇକି ଯେମିତି ଇଏ ହେଇଯିବ ତାପରେ ଅଳ୍ପ କିଛି ସମୟ ପରେ ତାକୁ ପୁଣି ଥରେ ଘୋଡଣି କାଢିକି ଓଲଟେଇ ନେବା। ତ ଏମିତିକା ଯେହେତୁ ଏବେ ଗରମ ଦିନ ଆସିଲାଣି ଖରା ଦିନ ଆସିଲାଣି ଏଗୁଡାକ ପଖାଳ ସାଙ୍ଗେ ଖାଇବାକୁ ବହୁତ ବଢିଆ ଲାଗେ। ପିଠଉ ଗୋଟେ ଏମିତି ରେସିପି ମାନେ ପଖାଳ ସହିତ ଖାଇବା ପାଇଁ ପୁରା ବଢିଆ କମ୍ବିନେସନ ପଖାଳ ସାଙ୍ଗରେ ୟାର। ଆଉ ଆପଣ ମାନେ ବି ଏମିତି ଟ୍ରାଏ କରନ୍ତୁ। ତ ମୁଁ ଗୋଟେ ସାଇଡ ହେଲା ପରେ ଆର ସାଇଡକୁ ଓଲଟେଇ ନେଇଥିଲି। ଏବେ ମୋର ରେଡି ହେଇଯାଇଥିଲା ପିଆଜ ସଣ୍ଡାର ପିଠଉ। ଏବେ ମୁଁ କାଢିକି ସର୍ଭ କରିଦେଇଥିଲି ସମସ୍ତଙ୍କୁ। ଏଇଟା ପଖାଳ ସାଙ୍ଗେ ଖାଇବାକୁ ବହୁତ ବଢିଆ ଲାଗେ। ଯଦି ଆପଣ ମାନଙ୍କୁ ଭିଡିଓଟି ଭଲ ଲାଗିଛି ନିହାତି ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଆଉ ଆପଣ ମାନେ ବି ଏମିତି ଟ୍ରାଏ କରନ୍ତୁ ଯେହେତୁ ଖରା ଦିନ ଆସିଲାଣି କରିକି ଆପଣ ମାନେ ନିଜେ ଖାଆନ୍ତୁ ଆଉ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ। ଆଜି ପାଇଁ ରହୁଛି ଜୟ ଜଗନ୍ନାଥ ବାଏ।